Hi, hello, namaskar, Jai Jagannath. Welcome and welcome back to my YouTube channel, Suno's World. ଆଜି ଚାଲନ୍ତୁ ବନେଇବା ଆମେ ଛତୁ ଚିଲି। ଆଉ ମୁଁ ସେଇ ପାଇଁ ହଳଦୀ ହଳଦୀ ପାଣି ଟିକେ ନେଇଯାଇଛି, କାହିଁକିନା ଛତୁରେ ଟିକେ ହଳଦୀ ପାଣିରେ ପକେଇଦେଲେ ତାର ଯାହା ବି ମାନେ କୀଟାଣୁ ଥିବେ ସେ ନଷ୍ଟ ହେଇଯିବେ। ତ ତା ପାଇଁ ମୁଁ ନେଇଛି ବଟମ ଛତୁ। ମତେ ବଟମ ଛତୁ ବହୁତ ପସନ୍ଦ। ଆପଣମାନଙ୍କୁ ପସନ୍ଦ ନାହିଁ କମେଣ୍ଟ ନିଶ୍ଚିନ୍ତ କହିବେ। ତ ମୁଁ ଛୋଟ ଛୋଟ ପିସ୍ କରି ତାକୁ କାଟିଦେଲି। 2 ଦିନ ହବ ଭାବୁଛି କରିବି, କିନ୍ତୁ ଏମିତି ଟାଇମ ହୁଏନି। ତାପରେ ସୁଯୋଗ ବି ମିଳେନି। ସୋମବାର ମଙ୍ଗଳବାର ଥିଲା ତ ସେ ପାଇଁ ବି କରିପାରିଲିନି। ତ ବୁଧବାର ସେ ପାଇଁ ଭାବିଲି ଆଜି ହିଁ କରିଦେବି। ଫାଷ୍ଟ ମୁଁ ଗରମ ପାଣିରେ ତାକୁ ପକେଇଦେଲି, ମାନେ ଛତୁଟାକୁ। ଆଗରୁ ମତେ ଛତୁ ବିଲକୁଲ ପସନ୍ଦ ଲାଗୁନଥିଲା, କିନ୍ତୁ ଏବେ ଏବେ ମୁଁ ଛତୁ ଖାଉଛି, ଖାଇବା ଷ୍ଟାର୍ଟ କରିଛି। ତ ତା ପାଇଁ ମୁଁ କିଛି ଅଦା ଆଉ ଲଙ୍କା ରସୁଣ ନେଇକି ପେଷ୍ଟ କରିଦେବି। ତାପରେ ମୁଁ ଯୋଉ ଛତୁ ଗରମ ପାଣି ପକେଇଥିଲି ତାକୁ ବାହାର କରିଦେଲି। ତା ଦେହରେ କର୍ଣ୍ଣଫ୍ଲୋର ଆଉ ଲଙ୍କା ଗୁଣ୍ଡ ଆଉ ଯୋଉ ପେଷ୍ଟ କରିଥିଲି ତାକୁ ହିଁ ପକେଇକି ତାକୁ ଫାଷ୍ଟ ଟିକେ ତାକୁ ଗୋଳେଇ ଦେଲି। ତାପରେ ମୁଁ କିଛି କଡେଇରେ ତେଲ ଗରମ କରିଦେଲି। ତ ତାପରେ ସେ ତେଲରେ ସବୁ ମସରୁମକୁ ପକେଇକି ତାକୁ ଆଗେ ଫାଷ୍ଟ ଭାଜିଦେଲି। ତାପରେ ମୁଁ ଏପଟେ ନେଇଛି କ୍ୟାପସିକମ, ପିଆଜ, ରସୁଣ ଆଉ କଞ୍ଚା ଲଙ୍କା। ଫାଷ୍ଟ ମୁଁ ପିଆଜକୁ ନେଇକି ତେଲରେ ଟିକେ ଭଜା ହେଲା। ତାପରେ ମୁଁ କ୍ୟାପସିକମ ଆଉ କଞ୍ଚା ଲଙ୍କା ରସୁଣ ଯୋଉ ନେଇଥିଲି ତାକୁ ପକେଇଦେଲି, କାହିଁକିନା ହାଫ ବଏଲ କରି ଭାଜିଲେ ଟିକେ ଭଲ ଲାଗେ ମତେ, ତ ସେଥିପାଇଁ। ତାପରେ ମୁଁ ଚିଲି ସସ୍, ସୋୟା ସସ୍ ଆଉ ଟମାଟୋ ସସ୍ ସବୁ ପକେଇଦେଲି। ମୁଁ ପ୍ରଫେସନାଲ କୁକ୍ ନୁହେଁ, କିନ୍ତୁ ମୁଁ ଘରେ ଯାହାବି ବନାଏ ସେଇଟା ହିଁ ଆପଣଙ୍କ ମାନଙ୍କ ପାଖରେ ସେୟାର କରେ। ତ ଆଇ ହୋପ ଆପଣଙ୍କ ମାନଙ୍କୁ ପସନ୍ଦ ଲାଗିବ ମୋ ଭିଡିଓ। ତ ତାପରେ ମୁଁ କିଛି କର୍ଣ୍ଣଫ୍ଲୋର ନେଇକି ତାକୁ ଫାଷ୍ଟ ଗୋଳେଇ ଦେଲି ଗ୍ରେଭି ହବା ପାଇଁ। ତାପରେ ଯୋଉ ପିଆଜ ଆଉ କ୍ୟାପସିକମ ସବୁ ଭାଜିଥିଲି ତା ଦେହରେ ମୁଁ ଦେଇଦେଲି। ତାପରେ ସ୍ଵାଦ ଅନୁସାରେ ଲୁଣ, ଟିକେ ଚିନି ପକେଇଦେଲି। ତାପରେ ଯୋଉ ଭାଜି ରଖିଥିଲି ମସରୁମ ତାକୁ ପକେଇଦେଲି ତା ଦେହରେ। ତାପରେ ତାକୁ ଭଲସେ ମୁଁ ତାକୁ ଗୋଳେଇ ଦେଲି। ହେଇଗଲା ଆମର ମସରୁମ ଚିଲି। ରହିଲି, ଜୟ ଜଗନ୍ନାଥ। ଦେଖା ହବ ନେକ୍ସଟ ବ୍ଲଗରେ। ଥ୍ୟାଙ୍କ ୟୁ ଫର ୱାଚିଂ।